तानि सर्वाणि संयम्य युक्त असीत् मत्परः बसे हि यशेन्द्रियाणि तस्य प्रज्ञा प्रतिष्ठिता। ଭଗବାନ ଏଠାରେ କହୁଛନ୍ତି, ଯେଉଁ ବ୍ୟକ୍ତି ତାହାର ଇନ୍ଦ୍ରିୟମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବଶୀଭୂତ କରିଛି ଏବଂ ତାହାର ମନକୁ ବୁଦ୍ଧିକୁ ମୋଠାରେ ସ୍ଥିର କରିପାରିଛି, ସେ ସ୍ଥିତପ୍ରଜ୍ଞ ଅଟେ। ସର୍ବୋଚ୍ଚ ଜଗତସିଦ୍ଧି ହେଉଛି କୃଷ୍ଣ ଚେତନା। ଏ ଶ୍ଲୋକରେ ଏହି କଥା ହିଁ ପରିଷ୍କାର ଭାବରେ କୁହାଯାଇଛି। ବ୍ୟକ୍ତି କୃଷ୍ଣ ଚେତନାଶୀଳ ନହେଲେ ଇନ୍ଦ୍ରିୟମାନଙ୍କୁ ଦମନ କରିବାରେ ସମ୍ଭବପର ନୁହେଁ। ଦୁର୍ବାସା ଜଣେ ପ୍ରସିଦ୍ଧ ଋଷି, କିନ୍ତୁ ସେ ମହାରାଜ ଅମ୍ବରୀଶଙ୍କ ସହିତ କଳି କରିଥିଲେ। ଅଯଥା ଗର୍ବୋନ୍ନତ ହୋଇ ଦୁର୍ବୋଧ୍ୟ ମୁନି କ୍ରୋଧାନ୍ୱିତ ହେଲେ ଏବଂ ସେଥିପାଇଁ ସେ ତାଙ୍କର ଇନ୍ଦ୍ରିୟମାନଙ୍କୁ ଦମନ କରିପାରିଲେ ନାହିଁ। ଅପରପକ୍ଷରେ ଭକ୍ତ ପ୍ରଦତ୍ତ ରାଜା ଅମ୍ବରୀଶ ନୀରବରେ ଦୁର୍ବାସା ମୁନିଙ୍କର ଅନ୍ୟାୟ ସହିଗଲେ। କାହିଁକିନା ସେ କୃଷ୍ଣ ଚେତନାରେ ଥିଲେ ଏବଂ ତାଙ୍କ ଭିତରେ ଧୈର୍ଯ୍ୟ ଅଧିକ ଥିଲା, ତେଣୁ ସେ ସହିବା ପାଇଁ ଶକ୍ତି ସେ ରଖିଥିଲେ। ଫଳରେ ସେ ଶେଷରେ ବିଜୟ ହେଲେ। ରାଜା ଅମ୍ବରୀଶ ଯଦିଓ ଜଣେ ଯୋଗୀ ବା ଋଷିଙ୍କ ଭଳି ଶକ୍ତିମାନ ନଥିଲେ, ତଥାପି ସେ ଭଗବାନଙ୍କର ଜଣେ ଭକ୍ତ ଥିଲେ। ଏହିଠାରେ କୁହାଯାଇଛି, ଶକ୍ତି ନଥିଲେ ବି ଯଦି ଜଣେ ଭଗବାନଙ୍କ କୃପା ଆଶୀର୍ବାଦ ପାଏ, ସେ ଦୁନିଆରେ ସବୁବେଳେ ଆଗରେ ଥାଏ। ସେ ନୀରବରେ ଦୁର୍ବାସା ମୁନିଙ୍କର ଅନ୍ୟାୟ ସହିଗଲେ। ଫଳରେ ସେ ଶେଷରେ ବିଜୟ ହେଲେ। ସହିବା ପାଇଁ ଶକ୍ତି ବି ଭଗବାନ ଦିଅନ୍ତି। ତେଣୁ ଭଗବାନଙ୍କ ଭକ୍ତ ହେଲେ ଭକ୍ତକୁ ସବୁକିଛି ମିଳେ। ରାଜା ଅମ୍ବରୀଶଙ୍କର ନିମ୍ନଲିଖିତ ଗୁଣଗୁଡ଼ିକ ଥିଲା। ତେଣୁ ସେ ତାଙ୍କର ଇନ୍ଦ୍ରିୟମାନଙ୍କୁ ଦମନ କରିବାକୁ ସକ୍ଷମ ହୋଇପାରିଥିଲେ। ତାଙ୍କର କି ସଦ୍ଗୁଣ ଥିଲା, ଭାଗବତମରେ ଏପରି ଭାବରେ ପ୍ରକାଶ କରାଯାଇଛି। ଶୈବେ ମନଃ କୃଷ୍ଣ ପଦାରବିନ୍ଦୟ ଚାସିଂ ବୈକୁଣ୍ଠ ଗୁଣାନୁବର୍ଣ୍ଣନେ କୈର ହରେ ମନ୍ଦିର ମାର୍ଜନେ ବିଶୁ ଶ୍ରୁତି ଚକାରୋଚିତ ସତ କଥ ଦୟେ ମୁକୁନ୍ଦ ଲିଙ୍ଗାଦୟ ଦର୍ଶନେ ଦୃଶ୍ୟ ତଦ୍ଭୂତ୍ୟା ଗାତ୍ରସ୍ପର୍ଶେ ସଙ୍ଗସଙ୍ଗମ ଘ୍ରାଣଂ ଚ ଉତ୍ପାଦଶ ରଜ ସରବେ ଶ୍ରୀମତୁଳସ୍ୟା ରସନା ପ୍ରପଦ୍ୟତେ ପାଦେ ହରେ କ୍ଷେତ୍ର ପଦାରୁପର୍ପଣେ ଶିର ହୃଷିକେଶ ପଦାରୁବନ୍ଦନେ କାମଂ ଚ ଦାସ୍ୟ ନ ଚୁ କାମ କାମୟା ଯଥତ ଶୋକ ଜନାଶ୍ରୟା ରତିଃ। ରାଜା ଅମ୍ବରୀଶ ଶ୍ରୀକୃଷ୍ଣଙ୍କର ପଦାରବିନ୍ଦରେ ତାଙ୍କର ମନକୁ ସ୍ଥିର କରିପାରିଥିଲେ। ଭଗବାନଙ୍କର ଧାମ କଥା ବର୍ଣ୍ଣନା କରିବାରେ ବାକ୍ୟକୁ ବ୍ୟବହାର କରୁଥିଲେ। ଭଗବାନଙ୍କର ମନ୍ଦିର ମାର୍ଜନାରେ ତାଙ୍କର ହାତ ଦ୍ୱୟକୁ ସେ ନିଯୁକ୍ତି କରୁଥିଲେ, ଅର୍ଥାତ୍ ସେ ମନ୍ଦିରରେ ଯାଇ ସେବା କରୁଥିଲେ, ମନ୍ଦିର ସଫାସଫାଇ କରୁଥିଲେ। ଭଗବାନଙ୍କର ଶ୍ରୀବିଗ୍ରହ ଦର୍ଶନରେ ତାଙ୍କର ଚକ୍ଷୁ ସେ ନିଯୁକ୍ତି କରିଥିଲେ, ଅର୍ଥାତ୍ ସେ ଭଗବାନଙ୍କୁ ଦେଖି ସବୁବେଳେ ଖୁସି ହେଉଥିଲେ ଏବଂ ବାରମ୍ବାର ଭଗବାନଙ୍କର ମୂର୍ତ୍ତିକୁ ଦେଖୁଥିଲେ। ଭକ୍ତମାନଙ୍କର ଶରୀର ସ୍ପର୍ଶରେ ତାଙ୍କର ଶରୀର ନିଯୁକ୍ତି କରୁଥିଲେ, ଅର୍ଥାତ୍ ସେ ଭକ୍ତମାନଙ୍କର ସେବା କରୁଥିଲେ। ଭକ୍ତମାନଙ୍କର ଖାଇବା, ରହିବା, ପିନ୍ଧିବା, ତାଙ୍କ ବିଷୟରେ ସବୁ କଥା ସେ ଦେଖା ଚାହାଁ କରୁଥିଲେ। ତାଙ୍କର ନାସିକା ଭଗବାନଙ୍କର ପଦାରବିନ୍ଦରେ ଅର୍ପିତ ପୁଷ୍ପ ଆଘ୍ରାଣ କରୁଥିଲା, ଅର୍ଥାତ୍ ସେ ଭଗବାନଙ୍କୁ ଅର୍ପିତ ଫୁଲକୁ ଶୁଙ୍ଘୁଥିଲେ ଏବଂ ଆନନ୍ଦ ଅନୁଭବ କରୁଥିଲେ। ଭଗବାନଙ୍କୁ ଅର୍ପିତ ତୁଳସୀ ପତ୍ରକୁ ତାଙ୍କର ଜିହ୍ୱା ସେବନ କରୁଥିଲା, ଅର୍ଥାତ୍ ସେ ଭଗବାନଙ୍କୁ ଅର୍ପିତ ତୁଳସୀ ପତ୍ର ସେବନ କରୁଥିଲେ। ତାଙ୍କର ପାଦ ଭଗବାନଙ୍କର ମନ୍ଦିର ଥିବା ତୀର୍ଥକ୍ଷେତ୍ରମାନଙ୍କୁ ଗମନ କରୁଥିଲା। ତାଙ୍କର ମସ୍ତିଷ୍କ ଭଗବାନଙ୍କୁ ପ୍ରଣାମ ଜଣାଉଥିଲା ଏବଂ ତାଙ୍କର କାମନା ଭଗବାନଙ୍କର କାମନା ପରିପୂର୍ଣ୍ଣ କରିବାରେ ବିନିଯୋଗ ଥିଲା, ଅର୍ଥାତ୍ ସେ ଭଗବାନଙ୍କ ଇଚ୍ଛା ଅନୁଯାୟୀ ସବୁ କାମ କରୁଥିଲେ। ସେ ଭଗବାନଙ୍କ କାମନା ପୂରଣ କରିବା ପାଇଁ ଚେଷ୍ଟା କରୁଥିଲେ। ଭଗବାନ ଯେଉଁଟା ଖୁସି ହେବେ ସେହି କାମ କରୁଥିଲେ। ଭଗବାନ ଯେଉଁଠି କଷ୍ଟ ପାଇବେ ସେ କାମ ସେ କରୁନଥିଲେ। ତାଙ୍କର ଏହିସବୁ ସଦ୍ଗୁଣ ଯୋଗୁଁ ତାଙ୍କୁ ଏକ ମତ୍ପରହ ଭକ୍ତରେ ପରିଣତ କରାଯାଇଥିଲା। ଏହିଠାରେ କୁହାଯାଇଥିବା ମତ୍ପରହ ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ ଅଟେ। କିପରି ବ୍ୟକ୍ତି ମତ୍ପରହ ହୋଇପାରେ, ତାହା ରାଜା ଅମ୍ବରୀଶଙ୍କର ଜୀବନର ଦର୍ଶାଇ ଦିଆଯାଇଛି। ମତ୍ପରହ ଆଚାର୍ଯ୍ୟ ପରମ୍ପରାର ଶୀଳ ବଳଦେବ ବିଦ୍ୟୁଭୂଷଣ ଜଣେ କହିଛନ୍ତି, ମଦ୍ଭକ୍ତି ପ୍ରଭାବେଣ ସର୍ବେନ୍ଦ୍ରିୟ ବିଜୟ ପୂର୍ବିକା ସାମ୍ ଦୃଷ୍ଟି ସୁଲଭେତି ଭାବଃ, ଅର୍ଥାତ୍
କେବଳ କୃଷ୍ଣ ଭକ୍ତି ବଳରେ ହିଁ ଇନ୍ଦ୍ରିୟ ଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଦମନ କରାଯାଇପାରିବ। ଅବଶ୍ୟ ଅଗ୍ନିର ଉଦାହରଣ ବେଳେବେଳେ ଏଠାରେ ଦିଆଯାଏ। ଯେପରି କୋଠରୀ ମଧ୍ୟରେ ଥିବା କ୍ଷୁଦ୍ର ଅଗ୍ନିଶିଖା ସବୁ ପଦାର୍ଥକୁ ପୋଡ଼ି ଦେଇପାରେ, ଠିକ୍ ସେହିପରି ଯୋଗୀର ହୃଦୟସ୍ଥିତ ଭଗବାନ ବିଷ୍ଣୁ ସମସ୍ତ ପ୍ରକାର ମଇଳାକୁ ପୋଡ଼ି ବିଶୁଦ୍ଧ କରିଦିଅନ୍ତି। ଯୋଗ ସୂତ୍ରରେ ବିଷ୍ଣୁକୁ ଧ୍ୟାନ କରିବା କଥା କୁହାଯାଇଛି, କିନ୍ତୁ ଶୂନ୍ୟକୁ ଧ୍ୟାନ କରିବା କଥା କୁହାଯାଇ ନାହିଁ। ତଥାକଥିତ ଯୋଗୀଗଣ ଯେଉଁମାନେ ବିଷ୍ଣୁକୁ ଧ୍ୟାନ କରନ୍ତି ନାହିଁ, ସେମାନେ କେବଳ ଛାୟାଚିତ୍ରର ଅନ୍ୱେଷଣ ଅଯଥା ସମୟ ନଷ୍ଟ କରନ୍ତି। ଆମ୍ଭମାନଙ୍କୁ କୃଷ୍ଣ ଚେତନାଶୀଳ ହେବାକୁ ପଡ଼ିବ। ପରମ ପୁରୁଷ ଭଗବାନଙ୍କ ସହିତ ଯୁକ୍ତ ହେବାକୁ ପଡ଼ିବ। ଏହା ହେଉଛି ପ୍ରକୃତ ଯଜ୍ଞର ଲକ୍ଷ୍ୟ। ଶ୍ରୋତା ବନ୍ଧୁ, ଜଣେ ଜ୍ଞାନୀ ଭକ୍ତ ଭଗବାନଙ୍କ ଠାରୁ କେବେ ବି ଦୂରେଇ ରହିପାରେ ନାହିଁ। କାରଣ ସେ ଜାଣିପାରିଥାଏ ଭଗବାନ ଏବଂ ତା'ର କ'ଣ ସମ୍ବନ୍ଧ ଅଛି। ସେହି ସମ୍ବନ୍ଧକୁ ଜାଣିବା ପାଇଁ ଭକ୍ତକୁ ଜନ୍ମ ଜନ୍ମ ଧରି ତପସ୍ୟା କରିବା ପାଇଁ ପଡ଼େ। ଜନ୍ମ ଜନ୍ମ ଧରି ଜନ୍ମ ନେବାକୁ ପଡ଼େ। ତାପରେ ସେ ଜାଣିପାରେ ସେ ଭଗବାନ କିଏ ଆଉ ସିଏ କିଏ।